ମାଟ୍ରିକ ପରୀକ୍ଷା ନେଇ ଆସିଛି ଏକ ବଡ଼ ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ଚଳିତ ମାସ 21 ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ବା ଷ୍ଟେଟ ଓପନ ସ୍କୁଲ ପରୀକ୍ଷାର ଗତକାଲି ଅର୍ଥାତ୍ ଫେବୃଆରୀ 24 ତାରିଖରେ ଥିଲା ଇଂରାଜୀ ପରୀକ୍ଷା। ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ସାରା ରାଜ୍ୟରେ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବା ନେଇ ମିଳିଛି ସୂଚନା। ଇଂରାଜୀ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି 8 ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କ୍ୱାଡ୍ ହାତରେ ଧରାପଡ଼ି ମାଲ ପ୍ରାକ୍ଟିସ ବା ଏମ୍ପି ରେ ବୁକ୍ ହୋଇଛନ୍ତି। ସେହିପରି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ୍ରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ଜରିଆରେ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦାୟିତ୍ୱରେ ଥିବା 2 କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରିଥିବା ଧରାପଡ଼ିଛି। ଏହି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁଯାୟୀ 2 ଜଣ କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରିଥିବା କ୍ୟାମେରାରେ ଜଣାପଡ଼ିଛି। କିନ୍ତୁ ମାଟ୍ରିକ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି। 2023 ମାଟ୍ରିକ ପରୀକ୍ଷାରେ 11,302 ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ 2024 ମାଟ୍ରିକ ପରୀକ୍ଷାରେ 15,000ରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଚଳିତ ବର୍ଷ ବୋର୍ଡ ପକ୍ଷରୁ ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ବିଷୟରେ ସୂଚନା ଦିଆଯାଇ ନଥିଲେ ମଧ୍ୟ ବିଭିନ୍ନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବର୍ଷ ବି ସ୍ଥିତି ଉଦ୍ବେଗଜନକ ରହିଛି। ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ଏ ପ୍ରସଙ୍ଗରେ ସ୍କୁଲର ପ୍ରଧାନ ଶିକ୍ଷକମାନେ ଅଧିକ ଯତ୍ନଶୀଳ ହେବା ଉଚିତ। ଏହା ସହିତ ମାଟ୍ରିକ ପରୀକ୍ଷା ସମୟରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ମାନେ କେନ୍ଦ୍ରରେ କେତେ ପିଲା ଅନୁପସ୍ଥିତ ରହୁଛନ୍ତି ସେ ତଥ୍ୟ ରଖିବା ସହିତ ପରବର୍ତ୍ତୀ ସମୟରେ ଏହି ତଥ୍ୟକୁ ଆଧାର କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ତେବେ ମାଟ୍ରିକ ପରୀକ୍ଷା ନେଇ ଯାହା ବି କିଛି ନୂଆ ଅପଡେଟ୍ ଆସିଥିଲା ଏବେ ତ ଆପଣ ଜାଣି ସାରିଲେଣି। ଏହି ଭିଡିଓଟିକୁ ସେୟାର କରି ସମସ୍ତଙ୍କ ପାଖରେ ଏହି ଅପଡେଟଟିକୁ ପହଞ୍ଚାଇ ଦିଅନ୍ତୁ। ଥ୍ୟାଙ୍କ ୟୁ ଫର ୱାଚିଂ।